ଗୋଟିଏ ବୃତ୍ତର କେନ୍ଦ୍ର ଠାରୁ ଏକ ଜାର ପ୍ରାନ୍ତ ବିନ୍ଦୁକୁ ଗୋଟେ ଲାଗିଲା, ଆଉ ଗୋଟେ କୋଉଠି ଲାଗିଲା ମଧ୍ୟବିନ୍ଦୁ। ଏଇଟା ମଧ୍ୟବିନ୍ଦୁ ମାନେ ଇଏ ସମାନ ଆକୁ ଦୁଇ ଭାଗରେ ବିଭକ୍ତ କରୁଛି। ତ ପ୍ରାନ୍ତ ବିନ୍ଦୁକୁ ଯେଉଁଟା ଲାଗିଛି 5 ଆଉ ମଧ୍ୟବିନ୍ଦୁକୁ ଯେଉଁଟା ଲାଗିଛି ସେଇଟା ଦେଇଛି 4। ତାକୁ କେମିତି ସଲ୍ଭ କରିବା? ତମାନେ ତ ପାଇଥାଗୋରାସ୍ ସୂତ୍ର ଜାଣିଛ ସମସ୍ତେ। କ'ଣ ଯେ ଲମ୍ବ ହେବ ବା ମଧ୍ୟବିନ୍ଦୁକୁ ଯୋଗ କଲେ ସେଇଟା କ'ଣ ହୁଏ? 90 ଡିଗ୍ରୀ ହୁଏ। ତ 90 ଡିଗ୍ରୀର ସାମ୍ନା କ'ଣ ହେବ? କ'ଣ ହାଇପୋଟେନିୟସ୍ ହେବ। ହାଇପୋଟେନିୟସ୍ କେଉଁଟା? ଏଇଠି 5ଟା ହେଲା ହାଇପୋଟେନିୟସ୍ ହେଲା। ଆଉ ଏଇଟା ବାହାର କରିବା ପାଇଁ ଆମେ କ'ଣ କରିବା? ହାଇପୋଟେନିୟସ୍ରୁ ଏଇଟା ଫେଡ଼ାଣ କଲେ ଆମେ ଜାଣିଛନ୍ତି h² p² ପ୍ଲସ୍ b²। ତ କେବଳ ଆମେ b କିମ୍ବା p କାଢ଼ିବାକୁ ଥିଲେ କ'ଣ କରୁଛନ୍ତି? h²ରୁ ଆମେ କିଛି ବି ଫେଡ଼ିଲେ ଆଉ ଗୋଟେ ଆସେ। ସେମିତି ଆମେ ଏଇଠି କ'ଣ କରିବା? 5ର ସ୍କୋୟାରରୁ 4ର ସ୍କୋୟାର ଫେଡ଼ାଣ କଲେ ଆମେ ଜାଣିଛନ୍ତି 5 ଆଉ 4 ଆଉ 3 ଗୋଟେ ଟ୍ରିପ୍ଲେଟ୍। ତ ଇଏ ଆସିଯିବ କ'ଣ? 3 ଆସିଯିବ। ଆଉ କହିଛି ସିଏ ଏଇଟାର ମଧ୍ୟବିନ୍ଦୁ ମାନେ କ'ଣ? ଇଏ ବି 3 ହେବ। ତ ଟୋଟାଲ୍ ଦୈର୍ଘ୍ୟ ହେବ ଜାର ଦୈର୍ଘ୍ୟ 6 ସେମି।